କହୁଛ କ୍ଷମା କରିବେ ଦେଖ ଫ୍ରେମ୍ରେ ଆସୁଛି ତ ଆଚ୍ଛା ଫ୍ରେମ୍ର ଓଡ଼ିଆ କିଏ କହିପାରିବେ? ବଳୟ ନା ଦିଗ୍ବଳୟ? ସମସ୍ତଙ୍କୁ ଶୁଭ ଦ୍ୱିପହର ହେଲା। ଆମେ ସମସ୍ତେ ଗୁଡ୍ ମର୍ଣ୍ଣିଂ, ଗୁଡ୍ ଆଫ୍ଟରନୁନ୍, ଗୁଡ୍ ନୁନ୍, ଗୁଡ୍ ଇଭିନିଂ ସବୁ କହିପାରୁଛେ। ଶୁଭ ସକାଳ, ଶୁଭ ଦ୍ୱିପହର, ଶୁଭ ସନ୍ଧ୍ୟା, ଶୁଭରାତ୍ରି କାହିଁ ନ କହିପାରିବା? ଜ୍ଞାନ ତ ଦେଇ ଦେଉଛି ବଟ୍ ନିଜେ ବି ଇଂଲିଶରେ ଟିକେ କହୁଛି, ସେଟା ଆରମ୍ଭରୁ ଭୁଲ ହେଇଛି ମାନୁଛି, କାହିଁକିନା ଆମେ ସେମିତି ଗଢ଼ି ହେଇ ଆସିଅଛୁ। ଆଉ ନାଁଟା ମୁଁ ଟିକେ ନାଁ ମନେ ରଖିବାରେ ସତ୍ୟାଗ୍ରହ ଓଡ଼ିଶା, ସତ୍ୟାଗ୍ରହ ହୁଙ୍କାର। ଯେଉଁ ସଜେସନ୍ ମାଗିଲେ ମୁଁ ତା ଭିତରେ କିଛି କହିବାକୁ ଚାହୁଁଛି, କିଛିଟା ହିଁ କହିବି ଯେ ଦୁନିଆ ଆଗଉଛି, ନୂତନ ଟେକ୍ନୋଲୋଜି ଆସୁଛି, ନୂତନ ଭାଷା ଆସୁଛି, ନୂତନ ସଂଜ୍ଞା ମଧ୍ୟ ଆସୁଛି। ଆମେ ଦିନେ ବସିଥିଲୁ, ମୁଁ ଓଡ଼ିଆକୁ ବହୁତ ଭଲ ପାଏ, ଆମେ ବି ବସୁ କଥାବାର୍ତ୍ତା ହଉ। ତ ଜଣେ ମୋତେ ପଚାରିଥିଲେ ଯେ ବାବା ମୋବାଇଲର ଓଡ଼ିଆ କହିଲୁ, କିଏ କହିପାରିବ ମୋବାଇଲର ଓଡ଼ିଆ? ସେଟା ହେଲା ଟେଲିଫୋନ୍। ମୋବାଇଲ ହେଲା ତାର ବିହୀନ ଦୂରଭାଷୀ ଯନ୍ତ୍ର, ବୁଝିପାରିଲେ? ଆଚ୍ଛା ହଁ ଚଳନ୍ତା ବି ତାର ବିହୀନ ବି ସେଇଟା ବି ଅଛି, ବୁଝିପାରୁଛ ଡିଫରେନ୍ସ ଜାଣିପାରୁଛ? ପୁଣି ଡିଫରେନ୍ସ କହିଦେଲି, ପାର୍ଥକ୍ୟ ଜାଣିପାରୁଛ? ହଁ ତ ଜିନିଷ ହେଲା ଏଇଆ ଯେ ନୂତନ ଶବ୍ଦ ଇଂରାଜୀ ଭାଷାରେ ଆସୁଛି କି ଅନ୍ୟାନ୍ୟ ଭାଷାରେ ଆସୁଛି, ତାକୁ ଅନୁବାଦ କରିବା ଓଡ଼ିଆରେ ଆମେ ଏତେ ସକ୍ଷମ ନୁହେଁ କି ହେଇନାହୁଁ। ତ ମୋର ଗୋଟେ ସଜେସନକୁ ଓଡ଼ିଆରେ କ'ଣ କହନ୍ତି ମୁଁ ବି ଏତେ ଜାଣିପାରୁନି, ସରି, ମତାମତ ଦେବାକୁ ଚାହୁଁଛି ଯେ ଗୋଟେ ଏମିତି ଆପ୍ ହଉ କି ଏମିତି ଗୋଟେ ଗ୍ରୁପ୍ ହଉ, ଯେମିତି ଛୁଆବେଳେ ଆମକୁ କୁହାଯାଉଥିଲା ଛୁଟି ଅଛି ତୁ ଟିକେ ଡିକ୍ସନାରୀ ପଢ଼ିଦେ, ଏ 5 ଦିନ ଗୋଟେ ଦିନ 5ଟା ୱାର୍ଡ଼ ପଢ଼ିଦେ, ସେମିତି 5ଟା ପଛେ ୱାର୍ଡ଼ ହଉ, ନୂଆ ନୂଆ ୱାର୍ଡ଼ ଆସୁ, ଯେଉଁଟାକୁ ଆମେ ମାନେ ନିଜ ନିଜ ଭିତରେ ଡିସକ୍ଲୋଜ୍ କରିକି ତାକୁ ନାଁ ଦେଇପାରିବା। ଯଦି ସେଇଟା ନାହିଁ ଓଡ଼ିଆ ଡିକ୍ସନାରୀରେ କି ଓଡ଼ିଆ ଭାଷାକୋଷରେ, ତାକୁ ଆଡ଼୍ କରିବା। ପ୍ରତିଦିନ 5ଟା ହେଲେ ବର୍ଷ ବର୍ଷ ଚାଲୁ, କିଛି କିଛି ଜଣଙ୍କ ଭିତରେ ସେ ତ ଆହୁରି ଅନେକ ହେଇଯିବ। ତ ଏଇଆ ମୋର ଗୋଟେ ସଜେସନ୍ ଅଛି। ତ ଏତିକି କହୁଛି, ଆରମ୍ଭ କରୁଛି, ଆଉ ଅଧିକ କହିବେନି। ତ ସମସ୍ତେ ତ ସବୁ କିଛି କହିସାରିଲେଣି, କ'ଣଟା ବି ନୂଆ କହିପାରିବି, କିଛିଟା ଯାହା ଲେଖିଛି କ୍ଷମା କରିବେ ଯଦି କିଛି ଭୁଲ ତ୍ରୁଟି ହେଇଥିବ। ଆରମ୍ଭ। ନୂତନ ନୁହେଁ ଏ ଯେ ପୁରାତନ ମାଟି, ନୂତନ ନୁହେଁ ଏ ଯେ ପୁରାତନ ମାଟି, ଅନେକ ବରଷର ଐତିହ୍ୟର ସାକ୍ଷୀ। ତ୍ରେତୟାରୁ କଳି ଯାଏ ଅନେକ ନାମ ଯେ ବୋଲାଇଲା, ତ୍ରେତୟାରୁ କଳି ଯାଏ ଅନେକ ନାମ ଯେ ବୋଲାଇଲା, କଳିଙ୍ଗ କୋଶଳ କଙ୍ଗଳ ନାମ ଯେ ଖ୍ୟାତ ସେ ହୋଇଲା। ସାକ୍ଷୀ ଦିଏ ଏଠି ମହାଭାରତ ରଚନା, ସାକ୍ଷୀ ଦିଏ ଏଠି ମହାଭାରତ ରଚନା, ପାଣ୍ଡବ ଯେ କରିଥିଲେ ମା ବିରଜା ଅର୍ଚ୍ଚନା। କେତେ ଯେ ବୀର ଓ ବୀରାଙ୍ଗନା ଜନ୍ମ ଏଠି ନେଲେ, କେତେ ଯେ ବୀର ଓ ବୀରାଙ୍ଗନା ଜନ୍ମ ଏଠି ନେଲେ, ଏ ମାଟିର ଟେକ ପାଇଁ ମୁଣ୍ଡେ ଯେ ଗଡ଼ାଇଲେ। ସାକ୍ଷୀ ଏଠି ଦୟା ନଦୀ ପରିବର୍ତ୍ତନର, ସାକ୍ଷୀ ଏଠି ଦୟା ନଦୀ ପରିବର୍ତ୍ତନର, ଯେ ଚଣ୍ଡାଶୋକ ହୁଏ ଏଠି କରୁଣାମୟ, ଯେ ଚଣ୍ଡାଶୋକ ହୁଏ ଏଠି କରୁଣାମୟ। ସାହସ ଓ ଦୟାର ଏଇ ଯେ ଗଡ଼, ସାହସ ଓ ଦୟାର ଏଇ ଯେ ଗଡ଼, ଶାନ୍ତି ସ୍ତୂପ ଏଠି ତାର ପରିଚୟ, ଶାନ୍ତି ସ୍ତୂପ ଏଠି ତାର ପରିଚୟ। ସେଦିନୁ ଯେ କେତେ ବରଷ ଗଡ଼ିଲା, କି ସେଦିନୁ ଯେ କେତେ ବରଷ ଗଡ଼ିଲା, ଭୂଗୋଳ ମାନଚିତ୍ରରେ, ସେଦିନୁ ଯେ କେତେ ବରଷ ଗଡ଼ିଲା, ଭୂଗୋଳ ମାନଚିତ୍ରରେ ଏ ମାଟି ପରିସୀମା ବଦଳିଲା। ଅଟକରୁ କଟକ ପରିସୀମା ଯେ ଦିନେ ଥିଲା, କି ଅଟକରୁ କଟକ ଦିନେ ପରିସୀମା ଯେ ସେ ଥିଲା, କିନ୍ତୁ ଆଜିର ମାନଚିତ୍ରରେ ଏହା ଉତ୍କଳ ବୋଲାଇଲା, କି ଆଜିର ମାନଚିତ୍ରରେ ଏହା ଉତ୍କଳ ବୋଲାଇଲା। ଲଳିତ ଖଣ୍ଡ ଉଦୟ ଯେ ତିନିଗିରି, ଲଳିତ ଖଣ୍ଡ ଉଦୟ ଯେ ତିନିଗିରି, ସେ ଯେ ରଖିଛନ୍ତି ଇତିହାସ ଭରି, କି ସେ ଯେ ରଖିଛନ୍ତି ଇତିହାସ ଭରି। ଆଉ ଏହା ଥିଲା ଆମ ବିରାଟ ଐତିହାସର ସ୍ୱଳ୍ପ ଛାପ ମାତ୍ରେ। ମନ୍ଦାକିନୀ ରଜ ପରି ବାସେ ପୁରପଲ୍ଲୀ, କି ମନ୍ଦାକିନୀ ରଜ ପରି ବାସେ ପୁରପଲ୍ଲୀ, ସତେ ଅବା ଆରିସା କାକେରା ପୋଡ଼ ହୋଇଥିଲା ଯେ କାଲି। ଅନେକେ ଯେ ଜାତ ଏଠି କହିବି ବା କେତେ, କେ ଅନେକେ ଯେ ଜାତ ଏଠି କହିବି ବା କେତେ,
12 ମାସ 13 ପର୍ବ ଯେ 24 ହେଲାଣି के 12 मास 13 पर्व जे 24 लगा 13टा नहीं आउरी केते केते आसीगलानी हमर मो उत्कल भली किए मो उत्कल भली किए पर्व की पाळिलाणी सॉरी एटा हल्ला नेउतर कहूची अनेके जे जात एठी कहिबी बा केते अनेके जे जात एठी कहिबी बा केते 12 मास 13 पर्व जे 24 हेलाणी मो उत्कल भली किए पर्व की पाळिलाणी पणा पी पणा संक्रांति आरंभ जे नुआ बरस पणा पी पणा संक्रांति आरंभ जे नुआ बरस फाल्गुन रे फगु खेली सारू से बरसर रस के फाल्गुन रे फगु खेली सारू से बरसर रस बुलिबा को जाऊँ आमे केते जे मेला बुलिबा को जाऊँ आमे केते जे मेला ताहू अन्यतम आम धनु जातेरा मेला रजर मौज किबा केपारिब भूली रजर मौज किबा केपारिब भूली नारी को जे पूजू आमे माँ माँ बोली कार्तिक रे आ का माँ बोली सते हबा बाली जाई देखाइबा को आम कला कार्तिक रे आ का माँ बोली सते हबा बाली जाई देखाइबू आम कला पिपिली चांदुआ कटक तारकसी टसर शाढ़ीर मेला कथा जे अच्छी जहाँ नहीं जगते ताहा अच्छी भारते कथा अच्छी जहाँ नहीं जगते ता अच्छी भारते हब नहीं कुह किंपा ए कथाटी सत अरे हब नहीं कुह किंपा ए कथाटी सत कारण एठी विराजिछंती परा आम कालिया शांत जगतर नाथ बोली जगन्नाथ नामे जे से ख्यात जगतर नाथ बोली जगन्नाथ नामे से जे ख्यात तांकर रथयात्रा ए संसार रे विख्यात अभड़ा पखाल आम खाद्य नुहे अभड़ा पखाल आम खाद्य जे नुहे ए जे आम जीवनर सार एतिकी कही सारुची मो कवितार सार क्षमा करेंगे आज ही लिखी प्रिपेयर नथिली।